ଗୌରବ କହିବେ, ପଲ୍ଲବୀ ହୁଏତ ଆଜି ପୂଜାରେ ଆସି ପହଞ୍ଚି ପାରିବେନି ମା। ସେ ଏବେ କୋଉ ଅବସ୍ଥାରେ ଥିବେ କେଜାଣି। ଆଉ ଏପଟେ ହସ୍ପିଟାଲରେ ପଲ୍ଲବୀ କହିବେ, ଛାଡ଼ ମୋତେ, ଏଠୁ ଯିବାକୁ ଦିଅନ୍ତୁ। କୋର୍ଟରେ ଆଜି କ'ଣ ହେଲା ସେ କଥା ମୁଁ ଜାଣିବାକୁ ଚାହେଁ। ମୋତେ ଛାଡ଼। ତାପରେ ଡକ୍ଟର କହିବେ, ଦେଖନ୍ତୁ ମ୍ୟାଡ଼ାମ, ଆପଣ ବୁଝିବାକୁ ଚେଷ୍ଟା କରନ୍ତୁ। ଆପଣଙ୍କ ଇଞ୍ଜୁରି ବହୁତ ସିରିୟସ୍ ଅଛି। ଆପଣଙ୍କୁ ରେଷ୍ଟ ଦରକାର। ଏହାପରେ ପଲ୍ଲବୀ କହିବେ, ନାଇଁ ଡକ୍ଟର, ମୋ ପାଇଁ ମୋ ଇଞ୍ଜୁରି ବଡ଼ ନୁହେଁ। ମୋ ହଜବେଣ୍ଡ କୋର୍ଟରୁ ନିର୍ଦ୍ଦୋଷ ଭାବେ ମୁକୁଳିବା ନିହାତି ଦରକାର। ଆଜି କୋର୍ଟରେ ତାଙ୍କର ଟ୍ରାଏଲ ଥିଲା। କୋର୍ଟର ଡିସିଜନ କ'ଣ ହେଲା କ'ଣ ନାହିଁ ସେ କଥା ମୁଁ କିଛି ବି ଜାଣିନି। ମୁଁ ଏଠି କେତେ ସମୟ ହେଲାଣି ବେହୋସ ହେଇ ପଡ଼ିଥିଲି। ଏବେ ଟାଇମ୍ କେତେଟା ହେଲାଣି? ପ୍ଲିଜ୍ ମୋତେ ଏଠୁ ଯିବାକୁ ଦିଅନ୍ତୁ। ପ୍ଲିଜ୍ ମୋତେ ଛାଡ଼ନ୍ତୁ, ଯିବାକୁ ଦିଅନ୍ତୁ। ତାପରେ ସଞ୍ଜୀବ ଆସିବେ। ଆଉ କହିବେ, ପଲ୍ଲବୀ। ତାପରେ ପଲ୍ଲବୀ କହିବେ, ସଞ୍ଜୀବ, ଆଜି କୋର୍ଟରେ କ'ଣ ହେଲା, କ'ଣ ନିଷ୍ପତ୍ତି ନେଲେ, ପ୍ଲିଜ୍ ମୋତେ ସେ କଥା କୁହ। ଏହାପରେ ସଞ୍ଜୀବ କହିବେ, ତମ ତ୍ୟାଗ ବଳିଦାନର ମୂଲ୍ୟ ରହିଛି ପଲ୍ଲବୀ। କୋର୍ଟ ଆଦର୍ଶକୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ଏବେ ସେ ସବୁ କେସ୍ରୁ ମୁକ୍ତ। ଏବେ ତମର କାନ୍ଦିବାର ଦିନ ଶେଷ ହେଲା ପଲ୍ଲବୀ। ଏବେ ଆଦର୍ଶଙ୍କର କେହି ବି କିଛି କରିପାରିବେନି। ତାପରେ ଡକ୍ଟର କହିବେ, ଏବେ ତ ଆପଣ ଆଉ ଯିବାକୁ ଜିଦ୍ କରିବେନି ମ୍ୟାଡ଼ାମ। ତାପରେ ପଲ୍ଲବୀ କହିବେ, ଡକ୍ଟର, ଏବେ ସମୟ କେତେଟା ହେଲାଣି? ତାପରେ ଡକ୍ଟର କହିବେ, 4:45। ଏହାପରେ ପଲ୍ଲବୀ କହିବେ, ମୋତେ ଏବେ ଯିବାକୁ ପଡ଼ିବ, ଯିବାକୁ ପଡ଼ିବ ମୋତେ। ତାପରେ ଡକ୍ଟର କହିବେ, ଦେଖନ୍ତୁ, ଆମେ ଆପଣଙ୍କୁ ଏ ଅବସ୍ଥାରେ କୁଆଡ଼େ ବି ଯିବାକୁ ଏଲାଉ କରିପାରିବୁନି। ଆପଣଙ୍କର ଇଞ୍ଜୁରି ବହୁତ ସିରିୟସ୍ ଅଛି। ପେଟରେ ଆଘାତ ବହୁତ ଜୋରରେ ଲାଗିଛି। ଭାଗ୍ୟ ଭଲ ଆପଣଙ୍କର କୌଣସି ଭାଇଟାଲ ଅର୍ଗାନିକ ଡ୍ୟାମେଜ ହେଇନି। ତାପରେ ବି ଆପଣ ଏଠୁ କୁଆଡ଼େ ବି ଯାଇପାରିବେନି। ତାପରେ ଡକ୍ଟର ସେଠାରୁ ଚାଲିଯିବେ। ତାପରେ ପଲ୍ଲବୀ କହିବେ, ସଞ୍ଜୀବ, ତମେ ତ ପୂଜାର ଇମ୍ପୋର୍ଟାନ୍ସ ବୁଝୁଛ ନା? ମୋତେ ଏବେ ପୂଜାରେ ବସିବା ନିହାତି ଦରକାର। ମୁଁ ଗଲେ କୁଲଦେବତାଙ୍କର ପୂଜା ଆରମ୍ଭ ହେବ। ଆଉ ଏସବୁ ସୂର୍ଯ୍ୟ ଅସ୍ତ ହେବା ପୂର୍ବରୁ। ସଞ୍ଜୀବ, ତମେ ତ ଏସବୁ ଡକ୍ଟରଙ୍କୁ ବୁଝାଅ। ଦେଖ, ମୁଁ ମୋ ନିଜ ପୂରା କେୟାର ନେବି। ପ୍ଲିଜ୍ ଟିକେ ବୁଝ। କିନ୍ତୁ ମୋତେ ଯେମିତି ହେଲେ ବି ସୂର୍ଯ୍ୟ ଅସ୍ତ ହେବା ପୂର୍ବରୁ ପହଞ୍ଚିବାକୁ ପଡ଼ିବ ସଞ୍ଜୀବ। ତାପରେ ଚିତ୍ତ ଅଙ୍କଲ କହିବେ, ରାଜି ହେଇଯାଆନ୍ତୁ ସାର୍। ପଲ୍ଲବୀ ମ୍ୟାଡ଼ାମ ଥରେ ଯାହା ନିଷ୍ପତ୍ତି ନେଇଯାଆନ୍ତି, ତାପରେ ସେ ଆଉ କାହାରି କଥା ବି ଶୁଣନ୍ତିନି। ଏହାପରେ ସଞ୍ଜୀବ କହିବେ, ଠିକ୍ ଅଛି, ମୁଁ ଡକ୍ଟରଙ୍କ ସହିତ କଥା ହେଇକି ଆସୁଛି। ତ ଦର୍ଶକ ବନ୍ଧୁ, ଡକ୍ଟର କ'ଣ ପଲ୍ଲବୀଙ୍କୁ ଘରକୁ ଯିବାକୁ ପରମିଶନ ଦେବେ କି? ଆଉ ପଲ୍ଲବୀ ସୂର୍ଯ୍ୟ ଅସ୍ତ ହେବା ପୂର୍ବରୁ ଘରକୁ ପହଞ୍ଚି ପୂଜାରେ ବସି ପାରିବେ କି? ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାନ୍ତୁ।